ଆରେ ସନ୍ଦୀପ, ତୁ ଏଠି ବସିଛୁ? ମୁଁ ତମ ଘର ଖୋଜିକି ଆସିଲିଣି। ମାଉସୀ କହୁଥିଲେ ତୁ କଣ ରାଗିଛୁ? କଣ ହେଇଛି କହ ଦେଖି। ତୁମେ କୁହ ସାମ ଭାଇ। ଯୋଉଠି ଯାହା ଇଣ୍ଟରଭ୍ୟୁ ବାହାରୁଛି ମୁଁ ତ ଦଉଛି ନା, ହେଲେ କୋଉଠି ବି ମୋର ହଉନାହିଁ। ମୁଁ କଣ କରିବି? ବାପା ତ ସବୁବେଳେ ମୋ ଉପରେ ରାଉ ରାଉ ହଉଛନ୍ତି। ମୁଁ ଯେମିତି ତାଙ୍କର ଗୋଟେ ବୁଝ। ଚୁପ କର, ଚୁପ କର ସନ୍ଦୀପ। ତୁ କି ବୁଝିବୁ ଗୋଟେ ବାପର ହୃଦୟର କଥା? ତାମାନେ ତୁମେ କଣ କହୁଛ? ମୁଁ ବୁଝିପାରୁନି। ନା, ତୁ ଯେବେ ବାପା ହେବୁ ସେତେବେଳେ ଯାଇ ବୁଝିବୁ ଗୋଟେ ବାପର ହୃଦୟର କଥା। ଏଇ ଦୁନିଆରେ ସବୁ ବାପାଙ୍କର ଗୋଟେ ଡର କଣ ଜାଣିଛୁ? ତାଙ୍କ ଅନୁପସ୍ଥିତିରେ ତାଙ୍କ ପିଲାଙ୍କର କିଛି ଅସୁବିଧା ନ ହୁଏ। ଏ ଦୁନିଆରେ ମାଆକୁ ସବୁବେଳେ ଉଚ୍ଚ ସ୍ଥାନରେ ରଖିଛନ୍ତି। ବାପର ସ୍ଥାନ ତାଠୁ କମ୍ ନୁହେଁ। ହେଲେ କେବେ ବୁଝିଛନ୍ତି ବାପର ହୃଦୟର କଷ୍ଟ, ତାର ପରିଶ୍ରମକୁ? ଗୋଟେ ପିଲାଙ୍କ ପ୍ରତି ତା ହୃଦୟରେ କଣ ଥାଏ? ନିଜେ ଭୋକ ଉପାସରେ ରହି, ଚିରା ଲୁଗା ପିନ୍ଧି, ନିଜ ଦେହ କଥାକୁ ଭୁଲି ଯାଇ ରାତିକୁ ଦିନ କରି ପରିଶ୍ରମ କରିଥାଏ। ଏହାର ପ୍ରତିମୂଲ୍ୟ ପାଇବାର ଆଶା ତ ଦୂରର କଥା, ନିଜ ପିଲାଙ୍କୁ ଟିକେ ହେଲେ ବି ଅନୁଭବ କରିବାକୁ ଦିଏନି। ବରଂ ତା ପିଲାର ସବୁ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦିଏ। ସେଥିପାଇଁ ତ ମାଆର ହୃଦୟରୁ ରାହା ମିଳିଥାଏ ଆଉ ବାପର ହୃଦୟରୁ ସାହା ମିଳିଥାଏ। ତୁମେ ଠିକ କହିଛ ସାମ ଭାଇ। ବାପାଙ୍କ ରାଗରେ ମୋର ଠିକ ହେଲାନି। ତୁମେ କୁହ ମୁଁ କଣ କରିବି? ତୁ ମୋର ଗୋଟେ କଥା ରଖିବୁ? ସାମ ଭାଇ, ତୁମେ ମୋର ନିଜର ଭାଇ ନହେଲେ ବି ମତେ ବଡ ଭାଇ ପରି ସ୍ନେହ ଭଲ ପାଇବା ଦେଇଛ, ଆକଟ କରିଛ। ତୁମେ କୁହ, ତୁମର ସବୁ କଥା ମୁଁ ରଖିବି। ଆଜିଠାରୁ ମଉସାଙ୍କ ମନରେ କେବେ ବି କଷ୍ଟ ଦେବନି, ତାଙ୍କୁ ଅସମ୍ମାନ କରିବନି। ସେ ତୋର ଗୁରୁଜନ, ବାପା। ତାଙ୍କ ମନରେ କଷ୍ଟ ହେଲେ ତୋର ଅମଙ୍ଗଳ ହବ। ସେ ତୋର ଅମଙ୍ଗଳ କେବେ ବି ଚାହିଁବେନି। ହଁ ସାମ ଭାଇ, ଆଜି ପାଖରୁ ବାପାଙ୍କ ମନରେ ଦୁଃଖ ଦେବିନି, ତାଙ୍କର ସବୁ କଥା ମାନିବି। ଏଇ ଦେଖ, ସୁନା ଭାଇଟା ମୋର କେମିତି ବୁଝିଗଲା। ହଉ ଚାଲ ଘରକୁ ଯିବା।